বিভিন্ন শৈবপীঠରେ ଚାଲିଛି ଜାଗର ଯାତ୍ରା। ପରିବେଷଣ କରୁଛନ୍ତି ବିଭିନ୍ନ ଯାତ୍ରା ଅନୁଷ୍ଠାନ ଆଉ ଉପଭୋଗ କରୁଛନ୍ତି ହଜାର ହଜାର ଯାତ୍ରାପ୍ରେମୀ ଦର୍ଶକ। ମୟୂରଭଞ୍ଜର ପ୍ରସିଦ୍ଧ ମାଣିତ୍ରୀ ଜାଗର ମେଳାରେ ଯାତ୍ରା ଓଙ୍କାର ଆଉ ଯାତ୍ରା ଗ୍ରାଣ୍ଡ ମହଲ, ବାଲେଶ୍ୱରର ପ୍ରସିଦ୍ଧ ସାଉଡ ମହାଦେବଙ୍କ ପୀଠରେ ଯାତ୍ରା ବାଦଶାହ କୋଣାର୍କ ଗଣନାଟ୍ୟ ଆଉ ନୂଆପୁର ବାଲେଶ୍ୱର ମହାଦେବଙ୍କ ପୀଠରେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟ। ଗତକାଲି ପ୍ରକାଶ ପାଇଛି ଅପେରା ଶ୍ରୀମନ୍ଦିର ଆଉ ଅପେରା ସୂର୍ଯ୍ୟ ମନ୍ଦିରର ପ୍ରଥମ ପର୍ଯ୍ୟାୟ ଷ୍ଟାରକାଷ୍ଟ। ନୂତନ ଭାବେ ଅପେରା ଶ୍ରୀମନ୍ଦିରରେ ଯୋଗ ଦେଉଛନ୍ତି ଗୌରବ ପାଢ଼ୀ, ସୁକାନ୍ତି ପାଢ଼ୀ, ନରୀ ପଣ୍ଡା। ପୁରାତନ ଭାବେ କାହ୍ନା ସ୍ୱାଇଁ, ଟିକି ସ୍ୱାଇଁ ନିଜର ସ୍ଥାନ ବଜାୟ ରଖିଛନ୍ତି ଅପେରା ଶ୍ରୀମନ୍ଦିରରେ। ଅପେରା ସୂର୍ଯ୍ୟ ମନ୍ଦିରରେ ନୂତନ ଭାବରେ ଯୋଗ ଦେଉଛନ୍ତି ସାଇ ସତ୍ୟଜିତ ପଣ୍ଡା, ପାୟଲ, ନୀଲ, ବର୍ଷା ଆଉ ତୁଷାର ଉରଫ ଚନ୍ଦନ। ପୁରୁଣା କଳାକାର ଭାବେ ହୃଷିକେଶ ମିଶ୍ର, ନୀଲୁ ଓଝା, ଭିକାରୀ ସ୍ୱାଇଁ ନିଜର ସ୍ଥାନ ବଜାୟ ରଖିଥିବା ବେଳେ ନୂତନ କରି ଏଇମାନେ ଯୋଗ ଦେଉଛନ୍ତି ଆଗାମୀ ଯାତ୍ରା ବର୍ଷ ପାଇଁ ଅପେରା ସୂର୍ଯ୍ୟ ମନ୍ଦିରରେ। ସସ୍ପେନ୍ସ ଭିତରେ ରହିଛି ବର୍ତ୍ତମାନ ସୁଦ୍ଧା ରତିକାନ୍ତ ପରିଡ଼ା, ମିଟୁନା ପରିଡ଼ା ଆଉ ଯାତ୍ରା ସୁପରଷ୍ଟାର ସୁରେଶ ପଣ୍ଡାଙ୍କର ଯୋଗଦାନ ନେଇ। ଆଗାମୀ ଯାତ୍ରା ବର୍ଷ ଏଇ 3 ଜଣ ଭେଟରାନ ଅଭିନେତା କେଉଁ ଯାତ୍ରା ଅନୁଷ୍ଠାନକୁ ଯିବେ? ଆଗାମୀ ଯାତ୍ରା ବର୍ଷ ନାମୀ ଦାମୀ କଳାକାର ଦମଦାର ଷ୍ଟାରକାଷ୍ଟକୁ ନେଇ ଯାତ୍ରା ମଇଦାନକୁ ଆସିବ 3 ଗୋଟି ନୂଆ ହାଇ ବିଗ୍ ବଜେଟ୍ ଯାତ୍ରା ଅନୁଷ୍ଠାନ। ଯୁବ ପ୍ରଯୋଜକ ସୁନୀଲ କୁମାର ରାଉତଙ୍କର ଅପେରା ସୂର୍ଯ୍ୟବଂଶୀ, ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କର ଅପେରା ଶ୍ରୀ ଗଣେଶ ଆଉ ନିରଞ୍ଜନ ସାହୁଙ୍କର ଅପେରା ମାହେଶ୍ୱରୀ। ଇଞ୍ଜିନିୟର ପ୍ରସଞ୍ଜିତ ନାୟକଙ୍କ ପରିକଳ୍ପିତ, ଆଡଭୋକେଟ୍ ସୁଦୀପ୍ତା ସିଂଙ୍କ ପ୍ରଯୋଜିତ ଅପେରା ଯାଜ୍ଞସେନୀର ସମ୍ପୂର୍ଣ୍ଣ ଷ୍ଟାରକାଷ୍ଟ। ଏ ହେଲା ଆଜି ସକାଳର ଯାତ୍ରା ସମ୍ପର୍କିତ କିଛି ସଂକ୍ଷିପ୍ତ ଖବର ଯାତ୍ରାପ୍ରେମୀ ଦର୍ଶକମାନଙ୍କ ପାଇଁ।